ତ ଠିକ ଅଛି ଅ ଆଜି କଣ ଜାଣିବା ତାହେଲେ ୟୁପିଆଇ ହେଲା କି। ତ ଆମେ ପ୍ରଥମେ କଣ ଜାଣିଲେ ନା ଡିଜିଟାଲ ପେମେଣ୍ଟ କଣ କଣ ଟାଇପ୍ସ ଅଫ୍ ଡିଜିଟାଲ ପେମେଣ୍ଟ ଡିଜିଟାଲ ପେମେଣ୍ଟ କଣ କଣ ନା ଆମର ଆର ଟି ଜି ଏସ୍ ଏନ୍ ଇ ଏଫ୍ ଟି ଆଇ ଏମ ପି ଏସ୍ ଆଉ ଗୋଟେ ହଉଛି ୟୁ ପି ଆଇ ହେଲା କି ମେନଲି ଚାରି ପ୍ରକାର ଡିଜିଟାଲ ପେମେଣ୍ଟ ଆଉ ତାପରେ ଆଉ ଗୋଟେ ଆମର ଆସିବ କଣ ଏଟି ଏମ କାର୍ଡ ଯୋଉଟା କି ବିଶେଷ ଲୋକ ଏଟା ଏବେ ଆଉ ୟୁଜ୍ କରୁନାହାନ୍ତି। ବହୁତ କମ ୟୁଜ କରୁଛନ୍ତି ମାନେ ଡିଜିଟାଲ କହିଲେ ମୋବାଇଲରେ ଫୋନ ପେ ବେଶୀ ଚାଲୁଛି ଫୋନ ପେ ମାନେ ୟୁ ପି ଆଇ ବୁଝିହେଲା କି ନାଇଁ। ତଥାପି ଆମର ଇଏ ବି ଡିଜିଟାଲ ଭିତରେ ଯାଉଛି କଣ ଏଟି ଏମ କାର୍ଡ ଯାଉଛି ଆଉ କ୍ରେଡିଟ କାର୍ଡ ଯାଉଛି ଏଟି ଏମ କାର୍ଡ ଯାହା ଆମର ଡେବିଟ୍ କାର୍ଡ ବି ସେୟା ଏଟି ଏମ କାର୍ଡ କହିପାରିବା ଡେବିଟ୍ କାର୍ଡ ବି କହିପାରିବା ହେଲା କି। ଡେବିଟ୍ କାର୍ଡ କଣ ଡେବିଟ୍ କାର୍ଡ ରେ ଯଦି ଆମର ଯାହା ଆକାଉଣ୍ଟରେ ପଇସା ଅଛି ସେଇ ପଇସାକୁ ଆମେ ୟୁଜ କରିପାରିବା। ଯଦି ଆମର ଏକାଉଣ୍ଟରେ ପଇସା ନାହିଁ ତାହେଲେ ଆମେ କିଛି ଆଉ ୟୁଜ୍ କରିପାରିବା ନାହିଁ ବା ପଇସା ଆଣିପାରିବା ନାହିଁ କିନ୍ତୁ କ୍ରେଡିଟ୍ କାର୍ଡରେ ଆକାଉଣ୍ଟରେ ପଇସା ନଥିଲେ ବି ଲୋନ୍ ଆକାରରେ କିଛି ପଇସା ଆମକୁ ବ୍ୟାଙ୍କ ଦେଇଥାଏ। ଗୋଟେ ଆପ୍ରୁଭାଲ ଥାଏ ଲିମିଟ ସେତିକି ଲିମିଟ ପର୍ଯ୍ୟନ୍ତ ମିଳିବ ଯଦି 50,000 ଦେଇଥିବ କି ଲକ୍ଷେ ଦେଇଥିବ ତାହେଲେ ସେତିକି ଯାଏଁ ମିଳିବ ଏହାକୁ କୁହାଯାଏ କ୍ରେଡିଟ୍ କାର୍ଡ ବୁଝିହେଲା। ଡେବିଟ୍ କାର୍ଡ କଣ ଆଉ କ୍ରେଡିଟ୍ କାର୍ଡ କଣ ହେଲା କି। ତ ଆମର ଆର ଟି ଜି ଏସ୍ ଏନ୍ ଇ ଏଫ୍ ଟି ଆଉ ଆଇ ଏମ ପି ଏସ୍ ଏ ସବୁ କଣ ନା ଏ ସବୁ ଆମର ନେଟ ବ୍ୟାଙ୍କିଙ୍ଗ ରେ ୟୁଜ୍ ହୁଏ ଆଉ ଆଇ ଏମ ପି ଏସ୍ ବି ଥିଲା ଆଗରୁ କିଛି ମୋଡରେ ମୋବାଇଲ ବ୍ୟାଙ୍କିଙ୍ଗ ରେ ହଉଥିଲା। ଏବେ କିନ୍ତୁ ୟୁଜ୍ ହଉଛି ମୋଷ୍ଟଲି କୋଉଥିରେ ୟୁ ପି ଆଇ ରେ ସେଥିପାଇଁ ଆମେ ୟୁ ପି ଆଇ ଜାଣିବା ହେଲା କି। ତ ୟୁ ପି ଆଇ ଯଦି ଆମେ ଜାଣିବା ଆମେ କଣ କରିବା ଗୁଗୁଲ କ୍ରୋମ କୁ ଯିବା ଗୁଗୁଲ କ୍ରୋମ ରେ ଯାଇକି ଦେଖିବା ଯେ ୟୁ ପି ଆଇ କେତେ ଟାଇପ ର ଅଛି ହେଲା କି। ଗୁଗୁଲ କ୍ରୋମ ରେ ଯିବା ଆଡ୍ରେସ ବାରରେ ଲେଖିବା କଣ ଲେଖିବା ଟାଇପ୍ସ ଅଫ୍ ୟୁ ପି ଆଇ ଆପ୍ସ। ଯେତେବେଳେ ଆମେ ଟାଇପ୍ସ ଅଫ ୟୁ ପି ଆଇ ଆପ୍ସ ଲେଖିଲେ ସିଏ ଆମକୁ ଏମିତି ସବୁ ଲିଷ୍ଟ ଦେଇଦେଲା କଣ ଦେଲା ଫୋନ ପେ ଦେଲା ପେଟିଏମ ଦେଲା ଭୀମ ଦେଲା ମୋବିକ୍ଵିକ ଦେଲା ଗୁଗୁଲ ପେ ଦେଲା ୟୁବର ଦେଲା ଚିଲ୍ଲର ଦେଲା ପେଟିଏମ ପେମେଣ୍ଟ ମୋର ଆଇଟମ ଅଛି ମୋର ଆଇଟମ କୁ ଯିବା ହଁ କଣ କଣ ଦେଖ ଏଇ ସବୁ ଜିନିଷ ଦେଇଦେଲା ହେଲା। ଏତିକି ସବୁ ୟୁ ପି ଆଇ ଲିଷ୍ଟ ଦେଲା 12 ପ୍ରକାରର ହେଲା ତ ଦେଖ ଏଠି ଏସ୍ ବି ଆଇ ପେ ଅଛି ଆକ୍ସିସ୍ ପେ ଅଛି ବିଓ ବି ୟୁ ପି ଆଇ ଅଛି ଏ ସବୁ ଗୁଡାଏ ମାନେ ବ୍ୟାଙ୍କ ମାନଙ୍କର ବି ନିଜର ଗୋଟେ ଗୋଟେ ୟୁ ପି ଆଇ ପ୍ଲାଟଫର୍ମ ଅଛି ବା ଆପ୍ଲିକେସନ ଅଛି ହେଲା କି ତ ଆହୁରି ଏଠି ଗୁଡାଏ ବ୍ୟାଙ୍କ ର ଲିଷ୍ଟ ନାହିଁ ଆହୁରି ମାନେ ପ୍ରାୟ ଯେତିକି ବ୍ୟାଙ୍କ ଅଛନ୍ତି ସବୁ ବ୍ୟାଙ୍କ ମାନଙ୍କର ଗୋଟେ ତାଙ୍କର କଣ ଅଛି ୟୁ ପି ଆଇ ମୋଡରେ ପଇସା ପଠେଇବା ପାଇଁ ନିଜର ଆପ୍ଲିକେସନ ଅଛି ଯେମିତି ଏଠି ଲେଖା ହେଇଛି କଣ ଏସ୍ ବି ଆଇ ପେ ଲେଖା ହେଇଛି ନା ତ ଯଦି ଏସ୍ ବି ଆଇ ରେ ଆମର ଆକାଉଣ୍ଟ ଅଛି ତାହେଲେ ଯେମିତି ଆମେ ଫୋନ ପେ ୟୁଜ୍ କରୁଛେ ସେମିତି ଏସ୍ ବି ଆଇ ପେ ଗୋଟେ ଅଛି ସେଇ ଆପ୍ଲିକେସନ ଟାକୁ ଯଦି ଆମେ ଇନଷ୍ଟଲ କରିବା ତାହେଲେ ସେଇ ଏସ୍ ବି ଆଇ ର ଯୋଉ ଆକାଉଣ୍ଟ ଅଛି ସେଇ ଆକାଉଣ୍ଟ ଟାକୁ ସେଠି ଆଟାଚ କରିକି ଆମେ ୟୁ ପି ଆଇ ମୋଡରେ ପେମେଣ୍ଟ ସବୁ କରିପାରିବା ବୁଝିହେଲା ତେଣୁ ସବୁ ବ୍ୟାଙ୍କ ମାନଙ୍କରେ ବି ଅଛି ତେଣୁ ଖାଲି ଫୋନ ପେ ରେ ଯେ ପଇସା ଯାଏ ସେମିତି କିଛି ନାହିଁ ବା ଖାଲି ଗୁଗୁଲ ପେ ରେ ଯିବ ଖାଲି ପେଟିଏମ ରେ ପଇସା ଯାଏ ସେମିତି କିଛି ନାହିଁ ଗୁଡାଏ ଟାଇପ ର ଅଛି ତ ଯଦି ଏତେ ଟାଇପ ର ଅଛି ଆମେ କଣ ସବୁଡା ୟୁଜ୍ କରିପାରିବା ତାହେଲେ ୟୁଜ୍ କାହାକୁ କରିବା ନା ୟୁଜ ଆ ଭିତରେ ଆମେ କରିବା ରେକମେଣ୍ଡେଡ ଜିନିଷ ହେଲା ଗୋଟେ ହଉଛି ଭୀମ୍ ଆପ୍ ଲେଖା ହେଇଛି ଭୀମ୍ ଆପ୍ ହେଲା ଆଉ ଗୋଟେ କଣ ଅଛି ଆଉ ଗୋଟେ ଅଛି ଆମର ଫୋନ ପେ ଅଛି ତ ମୋ ସଜେସନ ରେ ମୁଁ ଏଇ ଦୁଇଟା ଜିନିଷ ରେକମେଣ୍ଡେଡ କରିବି କି ଗୋଟେ ଫୋନ ପେ ୟୁଜ୍ କରିବା ଆଉ ଗୋଟେ ଭୀମ୍ ଆପ୍ ୟୁଜ୍ କରିବା ହେଲା କି ଭୀମ୍ ଆପ୍ କାହିଁକି ଭୀମ୍ ଆପ୍ ଏଇଥିପାଇଁ କରିବା
କି ଭୀମ୍ ଟା ହଉଛି ଆମର ଗଭର୍ଣମେଣ୍ଟ ଅଫ୍ ଇଣ୍ଡିଆର। ଯେତେବେଳେ ଆମର ୟୁ ପି ଆଇ ଷ୍ଟାର୍ଟ ହେଲା ଇଣ୍ଡିଆରେ ଆଗରୁ ତ ନଥିଲା। ଆଉ ଯେବେ ଆମର ଷ୍ଟାର୍ଟ ହେଲା କୋଉଠି ଷ୍ଟାର୍ଟ ହେଲା? ଇଣ୍ଡିଆରେ ଷ୍ଟାର୍ଟ ହେଲା ଯେତେବେଳେ ସେତେବେଳେ କଣ ଷ୍ଟାର୍ଟ ହେଲା ନା ତାର ନାଁ ଦିଆଗଲା ଭୀମ୍ ହେଲା କି। ଭାରତ ଇଣ୍ଟରଫେସ ମନି ଟ୍ରାନ୍ସଫର ତାର ଫୁଲ ଫର୍ମ ଆସିବ। ଦେଖିଦବ ଗୁଗୁଲ ରେ ସର୍ଚ୍ଚ କରିଦବ ଭୀମ ର ଫୁଲ ଫର୍ମ। ଭୀମ୍ ଫୁଲ୍ ଫର୍ମ। ଭୀମ୍ ଫୁଲ୍ ଫର୍ମ ଭାରତ ଇଣ୍ଟରଫେସ ଫର୍ ମନି। ଏତିକି ତାର ହଉଚୁ ଫୁଲ ଫର୍ମ ଅଛି ହେଲା। ଭାରତ ଇଣ୍ଟରଫେସ ଫର୍ ମନି ଏଇଟା ହେଲା ଭୀମ୍ ହେଲା। ତ ଇଏ ହଉଛି ଗଭର୍ଣମେଣ୍ଟ ର ବୁଝିପାରିଲ କି ନାଇଁ। ଏଇ ଯୋଉ ଜିନିଷଟା ଅଛି ଦେଖିପାରୁଥିବ ଇଏ ହଉଛି ଆମର ଭୀମ୍। ତ ପ୍ରଥମ ଜିନିଷ ହଉଛି ୟୁ ପି ଆଇ ର ଇଣ୍ଡିଆର ଇଣ୍ଡିଆ ଗଭର୍ଣମେଣ୍ଟ ହିସାବରେ ଯଦି ଆପ୍ଲିକେସନ ଥାଏ ତାହେଲେ ସିଏ ହଉଛି ଭୀମ୍ ଇଏ ହଉଛି ମେନ୍ ଜିନିଷ। ତାପରେ ଏଇ ୟୁ ପି ଆଇ ପ୍ଲାଟଫର୍ମକୁ ଗଭର୍ଣମେଣ୍ଟ ପାଖରୁ ନେଇକି ଏଇ ଭୀମ୍ ପାଖରୁ ସବୁ ନେଇକି ୟୁଜ୍ କରୁଛନ୍ତି। ମେନ୍ ପ୍ଲାଟଫର୍ମ ଆମର ଇଣ୍ଡିଆରେ ରହିଲା ଭୀମ୍। ତ ତାପରେ ସମସ୍ତେ ଏଇ ୟୁ ପି ଆଇ କୁ ନେଇକି ୟୁଜ କରୁଛନ୍ତି ଗଭର୍ଣମେଣ୍ଟ ପାଖରୁ ହେଲା କି। କଣ କଣ ଅଛି ନା ଫୋନ ପେ ବି ଆମର ଅଛି ହେଲା କି। ଇଏ ହଉଛି କଣ ନା ଫୋନ ପେ ହଉଛି ଆମର ଗଭର୍ଣମେଣ୍ଟ ଇଣ୍ଡିଆରେ ଗୋଟେ ବ୍ୟାଙ୍କ। ତାର ହଉଛି ସେ ହଉଛି ୟାର ଅନର ହେଲା କି। ୟେସ୍ ବ୍ୟାଙ୍କ ବୋଲି ଶୁଣିଥିବ ତ ୟେସ୍ ବ୍ୟାଙ୍କ ର ହଉଛି ଫୋନ ପେ ହେଲା କି। ସେ ଗୋଟେ ବ୍ୟାଙ୍କ ସେ ଯୋଉଟା କି ଏଇଟା ବାହାର କରିଛି ଗୁଡାଏ ଫ୍ୟାସିଲିଟି ଏଥିରେ ଅଛି ଭଲ ୟୁଜର ଫ୍ରେଣ୍ଡଲି ଅଛି। ଫୋନ ପେ ଟା ବାକି ଆମେ ଯଦି ଦେଖିବା ମୋ ପାଖରେ ବି ଆହୁରି ୟୁ ପି ଆଇ ର କଣ କଣ ଅଛି ଦେଖ ମୁଁ ବ୍ୟାଙ୍କ ଅଫ୍ ବରୋଦାର ଗୋଟେ ୟୁଜ କରୁଛି ଯେହେତୁ ବ୍ୟାଙ୍କ ଅଫ୍ ବରୋଦାରେ ମୋର ଆକାଉଣ୍ଟ ଅଛି। ତ ଫୋନ ପେଟିଏମ ବି ମୁଁ ୟୁଜ କରୁଛି ହେଲା କି ଆଉ ୟୁକୋ ଏମ ବ୍ୟାଙ୍କିଙ୍ଗ ଗୋଟେ ଅଛି ହେଲା କି ୟୁକୋରେ ମୋର ଆକାଉଣ୍ଟ ଅଛି ମୁଁ ସେଇଟା ବି ୟୁଜ୍ କରୁଛି। ଫୋନ ପେ ପେଟିଏମ ର ଗୋଟେ ବିଜନେସ୍ ଅଛି ସେଟା ବି ମୁଁ ୟୁଜ କରୁଛି। ହଁ ଏ ସବୁ ମୋର ବ୍ୟାଙ୍କର ଆଉ ଆକ୍ସିସ୍ ବ୍ୟାଙ୍କ ର ଯୋଉଟା ମୋବାଇଲ ବ୍ୟାଙ୍କିଙ୍ଗ ସେଇଟା ବି ମୁଁ ୟୁଜ୍ କରୁଛି। ଆଉ ଭାରତ ପେ ଗୋଟେ ଅଛି ସେଇଟା ବି ମୁଁ ୟୁଜ କରୁଛି। ଆଉ ଭୀମ ଆଧାର ଏଟା ଗୋଟେ ଅଲଗା ଜିନିଷ ଏଟା ୟୁ ପି ଆଇ ପାଇଁ ନୁହଁ। ତ ଏତିକି ଟାଇପ ର ମୋ ପାଖରେ ଅଛି ଫୋନ ପେ ର ଦୁଇ ପ୍ରକାର ଥାଏ। ଯୋଉମାନେ ବିଜନେସ କରିଥାନ୍ତି ତାଙ୍କ ପାଇଁ ଫୋନ ପେ ର ଗୋଟେ ବିଜନେସ ଥାଏ ଆଉ ଯୋଉମାନେ ନର୍ମାଲି ଇଣ୍ଡିଭିଜୁଆଲ ନିଜ ଆକାଉଣ୍ଟରୁ ପଠାନ୍ତି ତାଙ୍କ ପାଇଁ ନର୍ମାଲ ଫୋନ ପେ ଥାଏ। ଏ ଦିଟା ଥାଏ ହେଲା କି ଯେମିତି କିି ପେଟିଏମ ରେ ଆମେ କହିଲେ ଗୋଟେ ପେଟିଏମ ବିଜନେସ ଆଉ ଗୋଟେ ନର୍ମାଲ ପେଟିଏମ ହେଲା କି। ତ ଏତେ ସବୁ ଅଛି ଆମେ ଏତେ ଗୁଡାକୁ ୟୁଜ କରିକି କରିବା କିଛି ବି ଆବଶ୍ୟକ ନାହିଁ ଆମେ ଗୋଟେ କି ଦିଟା ଯଦି ଆମେ ପାରିବା ୟୁଜ କରିବା ନହେଲେ ନାହିଁ ଦିଟା ବି ରିକ୍ୱାରମେଣ୍ଟ ନାହିଁ ସବୁଠୁ ପ୍ରଥମ କଥା ୟୁଜର ଫ୍ରେଣ୍ଡଲି ଯେହେତୁ ଅଛି ଆଉ ବହୁତ ଗୁଡାକ ସେଠି ଅଛି ଆମକୁ କଣ ବହୁତ ଗୁଡାକ ଫ୍ୟାସିଲିଟିଜ ଅଛି ସେଥିରେ କୋଉଥିରେ ଫୋନ ପେ ରେ ସେଥିପାଇଁ ଆମେ ଫୋନ ପେ କୁ ୟୁଜ କରିବା ହେଲା। ତ ଫୋନ ପେ ଆମେ କେମିତି ୟୁଜ୍ କରିବା ଫୋନ ପେ ଓପନ ଫାଷ୍ଟ କରିବା ଟଚ କଲେ ଓପନ କରିବା। ତ ସମସ୍ତଙ୍କୁ ଜଣାଅଛି ଫୋନ ପେ କୁ ଟଚ୍ କଲେ ସେ ଓପନ ହୁଏ ସବୁ କିଛି ଆପ୍ଲିକେସନ ଏମିତି ଓପନ ହୁଏ। ଆମେ ଓପନ କରିଦେଲୁ। ଦେଖନ୍ତୁ ଏବେ ଫୋନ ପେ ଟା ଓପନ ହେଇଗଲା ହେଲା ଓପନ ହେଇଗଲା ପରେ ଉପରେ ବିଶେଷ କିଛି ଏଇ ଗୋଟେ ସେକ୍ସନ ଅଛି ଆମର ଏ ଗୋଟେ ସେକ୍ସନ ଅଛି ଏ ସେକ୍ସନ ରେ ସେ ମତେ କହିଛି କି ଫୋନ ପେ ରେ ଅପଡେଟ ଆସିଛି ଅପଡେଟ କୁ ଡାଉନଲୋଡ କରନ୍ତୁ ହେଲା କି ତ ଆକୁ ଏବେ କିଛି କରିବା ଆବଶ୍ୟକ ନାହିଁ ମୁଁ ଯେତେବେଳେ ମୋର ଇଚ୍ଛା ହବ ମୁଁ ସେତେବେଳେ କରିବି ଆମର ଏବେ ଏଥିରେ କିଛି କାମ ନାହିଁ। ସେକେଣ୍ଡ ସେକ୍ସନ ଏଠି କଣ ଆସିଛି ନା ଏଠି ଆଡଭର୍ଟାଇଜମେଣ୍ଟ ଚାଲିଛି ଏଇ ସେକ୍ସନ ଟା। ତ ଆଡଭର୍ଟାଇଜମେଣ୍ଟ ରେ ବି ଆମର କିଛି କାମ ନାହିଁ ତ ଏଇ ଦୁଇଟା ସେକ୍ସନ ଏତିକି ଜାଗା ଛାଡି ଦିଅ। ଏଥିରେ କିଛି କାମ ଆମର ଏବେ ନାହିଁ ଆମର କାମ ଅଛି କୋଉଠି ନା ଏଇ ସେକ୍ସନ ରେ କାମ ଅଛି ବୁଝି ହେଲା। ତ ଆମେ ଏଇଟାକୁ ଦୁଇଟା ପାର୍ଟ ରେ କରିବା ଫୋନ ପେ କୁ ଗୋଟେ ଆଜି ଟୋଟାଲି ୟୁଜ ଟା ଜାଣିନବା ଆଉ ଗୋଟେ ଦିନ ଆର ସେଟଅପ୍ ଟା ଜାଣିବା କେମିତି ଆମେ ଷ୍ଟାର୍ଟିଂ କରିବା ସେଟଅପ୍ ପାଇଁ ଆଜି ଟିକେ ପ୍ରୋବ୍ଲେମ ଆସିଲା କି ସ୍କ୍ରିନ ସେୟାର ହେଇ ପାରିଲାନି। ନହେଲେ ଆଗ ମୁଁ ସେଟଅପ୍ ଟା ଦେଖି ଦେଇଥାନ୍ତି ତାପରେ ଆମେ ୟୁଜ ଟା ଦେଖିଥାନ୍ତେ। ତ
ଆଜି ସେଥିପାଇଁ ଆଗେ ୟୁଜ ଦେଖିଦବା ଆମର କେମିତି ଆକୁ ୟୁଜ କରିବା ସେଟପ ପରେ ତାପରେ ସେଟପ ର ଆଉ ଗୋଟେ ଆମେ ପାର୍ଟ କରିଦବା ହେଲା। ତ ଏବେ ଯେତେବେଳେ ଆମେ ୟୁଜ କରିବା ସ୍କ୍ରିନ୍ ଭିଜିବୁଲ ସମସ୍ତଙ୍କୁ ହଉଛି ୟେସ୍ ଅର୍ ନୋ? ହଁ ସାର୍। ହଁ ସାର୍ କନଷ୍ଟାଣ୍ଟ ଅଛି ହଁ ସାର୍ ଓକେ 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 ମ୍ୟୁଟ କରିଦିଅ। ତ ଇଏ ହଉଛି ଜିନିଷ ଏଇ ସେକ୍ସନରେ ଆମେ ତାହେଲେ କଣ କଣ ଅଛି ଦେଖିବା। ଯେତେବେଳେ ଆମେ ଗୋଟେ କାହାକୁ ପଠେଇବା ଆମେ ଚାହୁଁଛୁ ଗୋଟେ କାହାକୁ ପଇସା ପଠେଇବାର ଅଛି ହେଲା କି ତ ସିମ୍ପଲ କଣ କରିବା ଆମର ଏଇଠି ସବୁ ଗୋଟେ ଅପସନ ଅଛି ଦେଖ 1 2 3 4 ଏ ସବୁ ଅପସନକୁ ୟୁଜ କରିକି ଆମେ କାମ କରିବା ହେଲା କି। ତ ଯେତେବେଳେ ଆମେ କାହାକୁ ପଇସା ପଠେଇବା ଆମେ କେମିତି ପଠଉଛେ ନା ଆମକୁ ସୁବିଧା ହଉଛି ମୋବାଇଲ ରେ ପଠେଇବା ପାଇଁ ମୋବାଇଲ ନମ୍ବରରେ ଆରେ ତୁମ ନମ୍ବର ଟା ଦିଅ ମୁଁ ପଠେଇ ଦଉଛି ନା ନାଇଁ। ତ ଏଇଟା ହଉଛି ଏଇ ଅପସନ ଟାକୁ ଆମେ ୟୁଜ କରିବା ଟୁ ମୋବାଇଲ ନମ୍ବର ହେଲା କି। ତ ଟୁ ମୋବାଇଲ ନମ୍ବର ଯଦି ଆମେ ୟୁଜ କରୁଛେ ଜଣଙ୍କୁ ପଠଉଛେ ମୋବାଇଲ ନମ୍ବରରେ ଦେଖନ୍ତୁ ଗୋଟେ ଲୋକର ମୋର ଦେନ୍ ୱାନ୍ ଆକାଉଣ୍ଟ ଥାଏ। ତେଣୁ ସିଏ ଯୋଉ ଆକାଉଣ୍ଟ ଟାକ ସେ ଫୋନ ପେ ସାଙ୍ଗରେ ଆଟାଚ କରିଛନ୍ତି ସେଇ ଆକାଉଣ୍ଟ କୁ ଯିବ। ନୁହେଁ କି ସିଏ ଯୋଉଟା ଚାହୁଁଥିବ ମନେ ମନେ ଭାବୁଥିବ ସେଇଟାକୁ ଯିବ ନା ସିଏ ଜାଣିବା ଦରକାର ନବା ବାଲା କି ତାର କୋଉଠି ଆଟାଚ କରିଛି। ଯୋଉ ଆକାଉଣ୍ଟ କୁ ସେ ଲିଙ୍କ କରିଥିବ ଫୋନ ପେ ସହିତ ସେଇ ଆକାଉଣ୍ଟରେ ସେ ପଇସା ପାଇବ ହେଲା। ତେଣୁ ଆମେ ଯେତେବେଳେ ମୋବାଇଲ ନମ୍ବରକୁୁ ପଠେଇବା କଣ କରିବା ସିମ୍ପଲ ଯିବା ସିମ୍ପଲ ଯାଇକି କଣ କରିବା ଏଇ ଯୋଉ ଲେଖା ହେଇଛି ଟୁ ମୋବାଇଲ ନମ୍ବର ଲେଖା ହେଇଛି ତ ସେ ଟୁ ମୋବାଇଲ ନମ୍ବରରେ ଆମେ ଟଚ କରିବା ହେଲା। ଟଚ୍ କଲା ପରେ କଣ ଆସୁଛି ଦେଖିବା। ଟଚ୍ କଲା ପରେ କଣ ଆସିଲା ନା ଆମର ଏଠି ଆସୁଛି ଏଣ୍ଟର ମୋବାଇଲ ନମ୍ବର। ପୁରା ଉପରେ ଅଛି ଏଣ୍ଟର ମୋବାଇଲ ନମ୍ବର। ଅର୍ ନେମ୍ ହେଲା କି ତ ଆମେ ଏଠି କଣ କରିବା ମୋବାଇଲ ନମ୍ବର ଏଣ୍ଟର କରିବା ହେଲା। ମୋବାଇଲ ନମ୍ବର ମୁଁ ସପୋଜ ଗୋଟେ ଦଉଛି 9861671555। ମୁଁ ଗୋଟେ ନମ୍ବର ଦେଲି ହେଲା କି। ଅଟୋମେଟିକାଲି କିଛି ସମୟ ପରେ ସେ ସର୍ଚ୍ଚ କରିକି ଦେଖେଇବ ଏଇ ନମ୍ବର କାହା ନାଁରେ ସେଭ୍ ଅଛି। ଯଦି ଆମ ଫୋନରେ ସେ ନାଁ ଟା ସେଭ୍ ଥିବ ତାହେଲେ ସେ ଶୋ କରିବ ହେଲା। ତ ନମ୍ବର ମତେ ଦେଖେଇଲା। ଯେ ଏଇଟା ମୋର 201 ନାଁରେ ସେଭିଂ ହେଇକି ଅଛି ହେଲା। ତ ମୁଁ କଣ କରିବି ମୁଁ ସେ ନମ୍ବର ଟାକୁ ସିଲେକ୍ଟ କରିବି ହେଲା କି। ଆଉ କାହା ନାଁରେ ଅଛି ସେଇଟା ବି ସେ ମତେ ଦେଖଉଛି। କଣ ଦେଖଉଛି ଦେଖ ଫାଷ୍ଟ ଏଠି ସେ ଦେଖେଇ ଦେଲା କଣ ନା ରିସେଣ୍ଟରେ ଏଇଟା ଆସୁଛି ମାନେ ରିସେଣ୍ଟଲି ଯେତେବେଳେ ଏଟା ଆମେ ତାକୁ କଣ ପଠେଇଛୁ ମୁଁ ଏଠି ଗୋଟେ 900 ଟଙ୍କା ରିସିଭ ହେଇଛି ସିଏ ମତେ 900 ଟଙ୍କା ପଠେଇଛନ୍ତି। ଏଠି 900 ଟଙ୍କା ଲେଖା ହେଇଛି ହେଲା କି। ତ ସେଥିପାଇଁ ଏଠି ଲେଖିଲା ରିସେଣ୍ଟରେ କଣ ହେଇଛି ରିସେଣ୍ଟରେ ଏଇଆ ହେଇଛି ହେଲା। ତାପରେ ଆଉ କଣ ଅଛି ନା ଅଲ୍ କଣ୍ଟାକ୍ଟ। ଅଲ୍ କଣ୍ଟାକ୍ଟ ମାନେ ଆମ ଫୋନରେ କଣ୍ଟାକ୍ଟ ଭିତରେ ଅଲ କଣ୍ଟାକ୍ଟ ଭିତରେ ସେ ଏଇ ନାଁରେ ଅଛି। କଣ ନାଁରେ ଅଛି ନା 201 ନାଁରେ ଅଛି କଣ୍ଟାକ୍ଟ ଭିତରେ ହେଲା ଏଇଟା ସେ ଦେଖେଇଲା ଆମକୁ। ଥାର୍ଡ ରେ କଣ ଦେଖଉଛି ୟୁ ପି ଆଇ ଆଇଡି। ଯେ ୟୁ ପି ଆଇ ଆଇଡି ଗୋଟେ ଆମେ ଯେତେବେଳେ ୟୁ ପି ଆଇ ରେ ପଠଉ ଗୋଟେ ୟୁ ପି ଆଇ ଆଇଡି କ୍ରିଏଟ ହୁଏ ଯେତେବେଳେ କ୍ରିଏଟ କରାଯାଏ। କେମିତି କ୍ରିଏଟ ହୁଏ ସେଟା ଆମେ ସେଟअପ ପାର୍ଟରେ ଆମେ ଦେଖିବା। ତ ଯେତେବେଳେ ଆଇଡି କ୍ରିଏଟ ହୁଏ ସେତେବେଳେ ଏମିତି ନିଏ ମୋବାଇଲ ନମ୍ବର ତାପରେ ଏଟ ଦି ରେଟ ୟୁ ବି ଏଲ ସରି ୱାଇ ବି ଏଲ୍ ଲେଖା ହେଇଛି ହେଲା କି। ତ ଏଇଟା ହଉଛି ୟୁ ପି ଆଇ ଆଇଡି ତ ଆମେ ଯେତେବେଳେ ପଇସା ପଠଉଛେ ଆମେ ଯୋଉଠିକି ବି ପଠେଇ ଯଦି ଆଜି ଫୋନ ପେ ୟୁଜ୍ କରୁଛେ ତାହେଲେ ଏଇ ମୋବାଇଲ ନମ୍ବର ପରେ ଏଇ ଏଟ ଦି ରେଟ ଜିନିଷଟା ଏଇଟା ୱାଇ ବି ଏଲ୍ ଅଛି। ତ ଅଲଗା ଯେତେବେଳେ ଆମେ ଗୁଗୁଲ ପେ ୟୁଜ୍ କରିବା ଏଇ ଜିନିଷଟା ଚେଞ୍ଜ ହେଇଯିବ ଆମ ମୋବାଇଲ ନମ୍ବର ଟା ରହିବ। ବଟ ଏଇ ଏଟ ଦି ରେଟ୍ ଆଉ ତାପରେ ସବୁ ଜିନିଷ ଚେଞ୍ଜ ହେଇଯିବ ହେଲା କି। ଏଟ୍ ଦି ରେଟ୍ ବି ସମସ୍ତଙ୍କର ସେମ୍ ରହିବ ୟୁ ପି ଆଇ ରେ। କିନ୍ତୁ ଏଟ ଦି ରେଟ ପରେ ସବୁ ଜିନିଷ ଗୁଡାକ ଚେଞ୍ଜ ହେଇଯିବ ହେଲା କି। ତ ଆମେ ଯେତେ ସବୁ ଅଛି ଭିମ୍ ୟୁଜ୍ କରିବା ଭିମ୍ ୟୁଜ୍ କଲେ କଣ ଆସିବ? ଭିମ୍ ୟୁଜ୍ କଲେ ଏଟ ଦି ରେଟ ପରେ ଆସିଯିବ ୟୁ ପି ଆଇ। ଯଦି ଆମେ ଇଏ ୟୁଜ କରିବା ଭୀମ୍। ତ ଆମକୁ ଏଇଟା ଦେଖିବାର ବିଶେଷ କିଛି ନାହିଁ ଆମେ ୱିଦାଉଟ୍ ୟୁ ପି ଆଇ ଆଇଡି ଓନ୍ଲି ମୋବାଇଲ ନମ୍ବର ଦେଇକି ଆମେ ପଇସା ବି ପଠେଇ ପାରିବା ୟୁ ପି ଆଇ ଆଇଡି ଦେଇକି ବି ପଠେଇ ପାରିବା। ତେଣୁ ୟୁ ପି ଆଇ ଆଇଡି କୁ ଯଦି ମନେ ରଖିଲେ ଭଲ କଥା ମନେ ନ ରଖିଲେ ବି କିଛି ପ୍ରୋବ୍ଲେମ ନାହିଁ। ଖାଲି ମୋବାଇଲ ନମ୍ବରରେ ବି ପଳେଇଯିବ ପଇସା ହେଲା କି। ତ କଣ କରିବା ଆମେ ସିଲେକ୍ଟ କରିବା ଏବେ ଯେ ପଇସା ଆମେ ପଠେଇବା ଆମେ ଏଠି ନମ୍ବର ଟା ଲେଖିଦେଲେ ନମ୍ବର ଲେଖିଦେଲା ପରେ ତଳକୁ ଆମକୁ ଏଇ ସବୁ ଜିନିଷ ଏଗୁଡା ସବୁ ସୋ କଲା।
ଆକୁ ଆମର ବିଶେଷ କିଛି ଦେଖିବାର ନାହିଁ। ଆମକୁ ଯେକୌଣସି ଏଇ ତିନିଟାରୁ ଗୋଟେ ଆମେ ଟଚ କରିଦେଲେ ସେ ଆଗକୁ ଯିବ ହେଲା କି। ତ ମୁଁ ଦେଖିଲି ନା ଫା ସବୁ ଠିକ ଠାକ ଆସୁଛି ଆଉ ନମ୍ବର ଫମ୍ବର ଠିକ ଅଛି ତେଣୁ ମୁଁ ସିଲେକ୍ଟ କରିବି। କୋଉଟା ସିଲେକ୍ଟ କରିବି ମୁଁ ଏଇଟା ବି ସିଲେକ୍ଟ କରିପାରିବି ଏଇଟା ବି ସିଲେକ୍ଟ କରିପାରିବି ଏଇଟା ବି ସିଲେକ୍ଟ କରିପାରିବି। ଯୋଉଟା କଲେ ବି ଯିବ ତେଣୁ ଯୋଉଟା ହେଲେ ଗୋଟେ ତମେ ସିଲେକ୍ଟ କରିନବ ହେଲା। କରିନେଲା ପରେ କଣ ହବ ନା ସେ ଏଇ ଫେଜ କୁ ଆସିବ। ସେକେଣ୍ଡ ଫେଜ କୁ ଆସିଲା ସେକେଣ୍ଡ ଫେଜ ରେ କଣ ଅଛି ନା ସେକେଣ୍ଡ ଫେଜ ରେ ଯାହାକୁ ଆମେ ପଇସା ପଠଉଛେ ତାଙ୍କର ଡିଟେଲସ ସବୁ ଉପରେ ଲେଖିଦେଲା। ଆମେ ଏଇଠି ଆଉ ଥରେ ଭେରିଫାଏ କରିବା କାହିଁକିନା ପଇସା ପଠେଇବା ଜିନିଷ ଦେଖିବା ପାଇଁ ପଡିବ ଯୋଉଠି ଯାଉଛି ଠିକ ଯାଉଛି ନା ନାଇଁ। ଯେ ଆମେ ଏଠି କାହାକୁ ପଠଉଛେ ତାଙ୍କର ନାଁ ଟା ଏଠି ଲେଖା ହେଇଛି ହେଲା କି। ନାଁ ଟା ଲେଖା ହେଇଛି ତାଙ୍କର ୟୁପି ଆଇଡି ବି ଲେଖା ହେଇଛି। ତ ଆମେ ଦେଖିବା ନା ଫା ସବୁ ଠିକ ଦେଖଉଛି ନା ନାହିଁ ହେଲା। ଦେଖିଲେ ନା ଠିକ ଦେଖଉଛି ତାହେଲେ ଠିକ ଲୋକ ପାଖକୁ ଯାଉଛି। ତାପରେ ଏଠି ଆମେ ଆମାଉଣ୍ଟ ପକେଇବା କେତେ ପକେଇବା ନା ସପୋଜ ଆମେ ମୁଁ ଟଙ୍କାଟେ ଲେଖିଲି 1 rupees ହେଲା କି। ତାପରେ ଏଠି କଣ ଦେଇଛି ନା ଏଡ ମେସେଜ ଏଡ ମେସେଜ କଣ ଆମେ ଏଇଠି ଦେଇପାରିବା ଆମେ କାହିଁକି ପଠେଇଲେ ସପୋଜ ଜଣେ ଆଡମିସନ ପାଇଁ ପଇସା ଦେଲା ବା କିଛି ବି ଯେକୌଣସି କାରଣ ହେଇଥିବ ସେଇଟା ଆମେ ଲେଖିବା ତ ଯଦି ପଢା ପାଇଁ ଜଣେ ଦଉଛି ହେଲା କି ତାହେଲେ ସେଠି କଣ ଲେଖିବା ଏଜୁକେସନ ଲେଖିବା। କଣ ଲେଖିବା ମାନେ ଏଇଟା ଯିଏ ଯୋଉଥିପାଇଁ ପଠଉଥିବ ସେଇଟା ଖାଲି ଗୋଟେ ରିମାର୍କ ଦବ ମୁଁ ଏଇଥିପାଇଁ ପଇସାଟା ପଠେଇଲି। ପରେ ଦେଖିଲେ ସେ ମନେ ପଡିଯିବ ହଉ ଏଇଟା ଏଇଥିପାଇଁ ଦେଇଥିଲି ହେଲା। କିଛି ବି ଲେଖିପାରିବା ସେଇଟା ନ ଲେଖିଲେ ବି ପଇସା ପଳେଇବ କିନ୍ତୁ ଲେଖିଦବା ହେଲା କି। ଲେଖିଦେଲେ ଯେ କଣ ପାଇଁ ଦଉଛେ ଗୋଟେ ଲେଖିଦେଲେ ଲେଖିଦେଲା ପରେ ତଳେ କଣ ଅଛି ଆମର ତଳେ ଅଛି ପ୍ରୋସିଡ ଟୁ ପେ ହେଲା। ତ ଆଉ ତ ଉପରେ କିଛି ନାହିଁ ଦିଟା କାମ ସରିଗଲା ସରିଗଲା ପରେ ଆଉ କିଛି ନାହିଁ କିଛି ନାହିଁ ମାନେ କୋଉଠି ଯିବା ପ୍ରୋସିଡ୍ ଟୁ ପେ ଅଛି ପ୍ରୋସିଡ୍ ଟୁ ପେ ରେ ଯାଇକି ଆମେ ଟଚ୍ କରିବା ହେଲା। ଟଚ୍ କଲା ପରେ ମୋର ଏଠି ଏତିକି ଆକାଉଣ୍ଟ ମୁଁ ଆଟାଚ୍ କରିଛି ହେଲା ଗୋଟେ ଅଛି ଗୋଟେ ଏଚ ଡି ଏଫ ସି ଅଛି ଗୋଟେ ଏକ୍ସିସ ଅଛି ଗୋଟେ ଷ୍ଟେଟ ବ୍ୟାଙ୍କ ଅଛି ଗୋଟେ ବରୋଦା ଅଛି ଆଉ ଗୋଟେ ଷ୍ଟେଟ ବ୍ୟାଙ୍କ ର ପୁଣି ଏଟା ଅଛି ଏଟା ଅଛି ଏ ସବୁ ଗୁଡାଏ ଅଛି କିନ୍ତୁ ୟା ଭିତରେ କଣ ହେଇଛି ଦିଟା ଜିନିଷ ଏଠି ସେଟ ଏମପିନ୍ ଏଇ ଦିଟା ସେଟିଂ ହେଇନାହିଁ ମୋର ଏଇ ବ୍ୟାଙ୍କ ସହିତ ମୋବାଇଲ ନମ୍ବର ଆଟାଚ୍ ଅଛି ବୋଲି ଏ ବ୍ୟାଙ୍କ ଗୁଡା ଏଠି ଶୋ କରୁଛି କିନ୍ତୁ ମୁଁ ଆଟାଚ୍ କରିନାହିଁ ଆଟାଚ୍ କଲେ କଣ ହବ ଏଇଭଳିଆ ସବୁ ଚିହ୍ନ ଆସିଯିବ ଏଇଭଳିଆ ସବୁ ଚିହ୍ନ ଆସିଯିବ ଏଇ ଜିନିଷ ଟା ଆସିବ ନାହିଁ ସେଟ୍ ଏମ୍ପିନ୍ ଚିହ୍ନ ଆସିବ ନାହିଁ ବୁଝିହେଲା ଏଇଭଳିଆ ସବୁ ଚିହ୍ନ ଆସିଯିବ ସିଲେକ୍ଟ କରିବା ପାଇଁ ତ ଏବେ ମୁଁ ଯଦି ପେମେଣ୍ଟ କରିବି ତାହେଲେ କୋଉଠୁ ପେମେଣ୍ଟ କରିବି ସିଲେକ୍ଟ କରିବି ମୁଁ ଏଇ ଏଚ ଡି ଏଫ ସି ଦେଇପାରେ ଆକ୍ସିସ୍ ଦେଇପାରେ ଏସ୍ ବି ଆଇ ଦେଇପାରେ ଏଇଟା ଦେଇପାରେ ତ ଦେଲେ ମୁଁ କଣ କରିବି ମୁଁ ଖାଲି ଜଷ୍ଟ ଚେଞ୍ଜ କରିବି ଏଇଠି ଠିକ ଚିହ୍ନଟା ଏଇଠି ଅଛି ହେଲା କି ମୁଁ ଯଦି ଚେଞ୍ଜ କରୁଛି କଣ ହବ ନା ଏଇଠିକି ପଳେଇ ଆସିଲା ଯଦି ଆଉ ଗୋଟେ ଚେଞ୍ଜ କରିବି ଏଠିକି ପଳେଇ ଆସିଲା ଆଉ ଗୋଟେ ଏଠିକି ମୁଁ ଯୋଉଟାରୁ ଦେବି ମତେ ସେଇଟା ସିଲେକ୍ଟ କରିବି ଗୋଟେ ମତେ ଏତେ ଗୁଡା ସିଲେକ୍ଟ କରିବାର ନାହିଁ କେବଳ ମୁଁ ଗୋଟେ ସିଲେକ୍ଟ କରିବି ମୁଁ ଯୋଉଟାରୁ ପଇସା ଟା ମୁଁ ପଠେଇବି ବୁଝି ହେଲା ତ ମତେ ମୁଁ ସିଲେକ୍ଟ କରୁଛି କଣ ମୁଁ ସପୋଜ ସିଲେକ୍ଟ କଲି କି ଏଚ ଡି ଏଫ ସି ସିଲେକ୍ଟ କଲି ହେଲା କି ଏଚ ଡି ଏଫ ସି ସିଲେକ୍ଟ ହେଇଗଲା ସିଲେକ୍ଟ ହେଇଗଲା ପରେ ନେକ୍ସଟ ଆମର କଣ କାମ ନା ଆଉ ମଝିରେ କିଛି ନାହିଁ ଲାଷ୍ଟ କୁ ଆସିବା ଏଇଠି କଣ ଲେଖା ହେଇଛି ନା ପେ ରେଟ୍ 1 rupees 1 ଲେଖା ହେଇଛି ହେଲା କି ପେ ରୁପିଜ 1 ଲେଖା ହେଇଛି ମାନେ ଟଙ୍କା ଟା ଆମେ ପଠେଇବା ତ ସେଇଟାକୁ ଆମେ କଣ କରିବା ତା ଉପରେ ଆମେ ଟଚ୍ କରିଦବା ପେ ରୁପିଜ 1 ଯୋଉଠି ଲେଖା ହେଇଛି ହେଲା କି ତାପରେ ସେ ଆମକୁ କଣ ମାଗୁଛି ଏଣ୍ଟର ୟୋର ୟୁ ପି ଆଇ ପିନ୍ ଏଠି ମାଗିଲା କଣ ମାଗିଲା ଏଣ୍ଟର ୟୋର ୟୁ ପି ଆଇ ପିନ୍ ହେଲା କି ତ ଆମେ କଣ କରିବା ଆମେ ଅଲରେଡି ଯେତେବେଳେ ସେଟଅପ୍ କରିଥିବା ସେତେବେଳେ ଗୋଟେ ୟୁ ପି ଆଇ ପିନ୍ ଦେଇଥିବା ଆଉ ସେଇଟା କେବଳ ଆମ ମାଇଣ୍ଡ ରେ ରହିବା ଦରକାର କି ଏଇଟା ହଉଛି ମୋର ୟୁ ପି ଆଇ ପିନ୍ ସେଇଟା ଯଦି ଆଉ କିଏ ଜାଣିନେଲା ଆଉ ମୋବାଇଲ ଟା ପାଇଗଲା ତାହେଲେ ଆମର ପଇସା ଟା ପଳେଇ ଯିବାର ଚାନ୍ସେସ୍ ଅଛି ତେଣୁ ଯେହେତୁ ଏଇଟା ପେମେଣ୍ଟ ଜିନିଷ ଫାଇନାନ୍ସିଆଲ ଜିନିଷ ତେଣୁ ଆକୁ ଭଲସେ ଧ୍ୟାନ ଦିଅ କି ଆକୁ ଯେମିତି ତମେ ଠିକ ସେ ୟୁଜ୍ କରିବ ଟିକେ ଏପଟ ସେପଟ ଯଦି କରିବ ତାହେଲେ ହୁଏତ ପଇସାର ଲସ୍ ହବାର ଚାନ୍ସେସ୍ ଆସିଯିବ କାହାକୁ କୁଆଡେ ପଇସା ପଳେଇଯିବ କେବେ କାହା କଥାରେ କିଛି ଏଠି କରିବ ନାହିଁ ଓଟିପି ବୋଲି ଗୋଟେ ଜିନିଷ ଅଛି ଯୋଉଟା କାହାକୁ କେବେ ଦବ ନାହିଁ ଆଉ ଫୋନ ପେ ରେ ଅନନୋନ ପର୍ସନ କଥା ଶୁଣିକି କିଛି କରିବ ନାହିଁ ତୁମର ଯୋଉଠି ଦରକାର ଥିବ ତାକୁ କେମିତି ପେମେଣ୍ଟ ଦବ ମୁଁ ଶିଖେଇ ଦଉଛି ସେତିକି ହିଁ କରିବ ହେଲା ଅନ୍ୟାନ୍ୟ ଲୋକ କଥାରେ କିଛି ବି କେବେ କରିବନି ଲସ୍ ହେଇଯିବ ତେଣୁ
ୟୁପିଆଇ ପିନ୍ ଟା ଆମେ ସେଟअପ୍ କଲା ବେଳେ ଏଇ ଯୋଉ ୟୁପିଆଇ ପିନ୍ ସେ ମାଗିଛି ଏଟା ସେଟଅପ୍ କଲା ବେଳେ ଏଟା ଆମେ ଦେଇଥିବା। ଆଉ ଆକୁ ଆମକୁ ମନେ ରଖିବା ପାଇଁ ପଡିବ ଓନ୍ଲି ହେଲା। ମନେ ରଖିବା ଯେମିତି ଆଉ କାହାକୁ ଆମେ ଏଇ ଜିନିଷ ଦବା ନାହିଁ ହେଲା। ତ ମୁଁ ଯାହା ଦେଇଛି ୟୁପିଆଇ ପିନ୍ ମୁଁ ସେଟାକୁ ଏଣ୍ଟର କରିବି ଏବେ ମତେ ଲେଖିବା ପାଇଁ ଅପସନ ଦେଇଦେଇଛି। ମୁଁ ଦେଇଦେଲି ୟୁପିଆଇ ପିନ୍ ଦେଇଦେଲି ଦେଇଦେଲା ପରେ କଣ କରିବି ଏଇ ଯୋଉ ଠିକ ଚିହ୍ନଟା ଅଛି ଆ ଉପରେ ମୁଁ ଟଚ କରିବି ଆ ଉପରେ ଟଚ କଲେ ସେ ଆଗକୁ ଯିବ ସବୁବେଳେ ମୁଁ କହିଥିଲି ମୋବାଇଲ ଏମିତି ଲେଫ୍ଟ ରୁ ଆସିବ ରାଇଟ ଆଡକୁ କ୍ଲୋଜ ହୁଏ ନା ନାଇଁ। ତ ଦେଖ ମୁଁ ବର୍ତ୍ତମାନ କଣ କଲି ନା ଏଇଠୁ ଦେଇ ଚାଲିଲି। ଏଠି ଏଟା ଦେଇ ଚାଲିଲି ଏଟା ଦେଇ ଚାଲିଲି ଏଟା ଦେଇ ଚାଲିଲି ତାପରେ ଏଠିକି ଆସିଲି ନା ନାଇଁ। ତ ଜିନିଷ ଟା କଣ ହଉଛି ନା ଏଇପଟେ ଆସୁଛୁ ହେଲା। ଆଉ ମଝିରେ କିଛି ନାହିଁ ହେଲା କି। ତେଣୁ ବର୍ତ୍ତମାନ ମୁଁ ସେଇ ଠିକ ଚିହ୍ନ ଉପରେ ଛୁଇଁଲି ଛୁଇଁଲା ପରେ କଣ ହେଲା ଛୁଇଁଲା ପରେ ସିଏ ଲେଖୁଛି କନେକ୍ଟିଂ ଟୁ ସର୍ଭର ଲେଖିଦେଲା ପେମେଣ୍ଟ ଅଫ ୱାନ ରୁପିଜ ଖୁଣ୍ଟିଆ ସକ୍ସେସଫୁଲ ଆସିଗଲା। ହେଲା ଏସବୁ ଜିନିଷ ଲେଖା ହେଇଛି ଦେଖିଦିଅ। ଆସିଗଲା ପଇସା ଚାଲି ଯାଇଛି ଏଠି ଲେଖା ହେଇଛି ସକ୍ସେସଫୁଲ ତା ମାନେ ପଇସା ଚାଲିଗଲା ବୁଝିହେଲା। ତ ଆକୁ କଣ କରିବା ଆମେ ପଇସା ପଠେଇ ସାରିଲା ପରେ କିଛି ଲୋକ କହନ୍ତି ପଠେଇ ସାରି ମତେ ଟିକେ ସ୍କ୍ରିନସଟ ଦେଇଦବ ତ କହନ୍ତି ହେଲା କି। ସେଥିପାଇଁ କଣ କରିବା ଏଠି ଡିଟେଲସ କିଛି ଲେଖା ହେଇନି ଡିଟେଲସ ପାଇବା ପାଇଁ ଭ୍ୟୁ ଡିଟେଲସ ଅଛି ଭ୍ୟୁ ଡିଟେଲସରେ ଆମେ ଟଚ୍ କରିବା ହେଲା ତ ଭ୍ୟୁ ଡିଟେଲସରେ ଟଚ୍ କଲା ପରେ ଯାହା ଆସିବ ତାକୁ ଆମେ ସ୍କ୍ରିନସଟ କରିକି ପଠେଇବା କଣ ଆସୁଛି ତାହେଲେ ଦେଖିଦବା ଭ୍ୟୁ ଡିଟେଲସରେ। ତ ଭ୍ୟୁ ଡିଟେଲସରେ ଆସିଲା କଣ ନା ପେଡ ଟୁ କାହାକୁ ପେଡ କରାଗଲା ନା ଏଠି ଲେଖା ହେଇଛି ନା ଟା ପୁଣ୍ୟ ଖୁଣ୍ଟିଆକୁ ପେମେଣ୍ଟ କରାଗଲା ଆଉ କଣ ଲେଖା ହେଇଛି ନା ଏଇଠି ଅଛି ଆମର ଟାଇମ ଅଛି କେତେ ଟାଇମ ରେ ପଠେଇଲେ ଏଇଠି ଅଛି ଡେଟ୍ କେତେ ଡେଟ ରେ ପଠେଇଲେ ହେଲା କି। ଆଉ ଟ୍ରାନ୍ସଫର ଡିଟେଲ୍ସ ପୁଣି ଏଠି ଦେଇଛି ଯେ ଟ୍ରାନ୍ସଫର ଡିଟେଲସରେ କଣ ଲେଖା ହେଇଛି ଏଇ ଯୋଉ ଏଇଠି ଯୋଉ ତୀର ଚିହ୍ନ ଅଛି ତାକୁ ଆମେ ଡ୍ରପଡାଉନ ଚିହ୍ନ ଟାକୁ ତଳକୁ ଏଠି ଛୁଇଁ ଦେଲେ ସେ ତଳକୁ ସବୁ ଦେଖେଇବ ହେଲା ତ ଏଇଠି ମୁଁ ଛୁଇଁଲି ଏଜୁକେସନ ପାଇଁ ଦେଇଛେ ହେଲା କି ପାଇଁ ଦେଇଛେ ଆଉ ଗୋଟେ ଆସିଛି ଏଇଟା ଟ୍ରାଞ୍ଜାକ୍ସନ ଆଇଡି ହେଲା ଏଇଟା ହେଲା କି ଆଉ କୋଉଠୁ ଯାଇଛି ନା ଆମର ଏଇ ଆକାଉଣ୍ଟ ରୁ ଯାଇଛି ଆଉ ଗୋଟେ ୟୁଟିଆର ନମ୍ବର ଏଇଟା ଅଛି ଏଇ ସବୁ ଡିଟେଲ ଯଦି କିଏ କହିବ ମୁଁ ପଇସା ପାଇନାହିଁ ତାକୁ ଖାଲି ଟ୍ରାଞ୍ଜାକ୍ସନ ନମ୍ବର ଟା ଦେଇଦବ ହେଲା ଟ୍ରାଞ୍ଜାକ୍ସନ ଆଇଡି ଯୋଉଟା ଅଛି ଏତିକି ଦେଇଦେଲେ ବ୍ୟାଙ୍କରେ ଭେରିଫାଇ ହେଇଯିବ କି ହଁ ଏ ପଇସା ଆସିଛି ଏଇ ଟ୍ରାଞ୍ଜାକ୍ସନ ରେ ଆଉ କିଛି ଦରକାର ପଡିବ ନାହିଁ ହେଲା ସେଥିପାଇଁ ଏ ସ୍କ୍ରିନସଟ ଦେଇଦେଲେ ସମସ୍ତେ କହନ୍ତି ହଁ ଠିକ ଅଛି ପଇସା ଆସିଗଲା ପଳାଅ ଖାଲି ସ୍କ୍ରିନସଟ ଦେଇଦିଅ ଚାଲ ଯଦି ପଇସା ଯାଇଛି ହେଲା କି ତ ଇଏ ହଉଛି ଜିନିଷ ଆମେ କେମିତି ପଇସା ଏଠି ପଠେଇବା ବୁଝି ହେଲା ତାପରେ ଆଉ କଣ ଅଛି ନା ଏଇଟା ଆମର ଆମେ ମୋବାଇଲ ନମ୍ବରରେ ପଠେଇଲେ ସେମ ଜିନିଷ ପଇସା ପଠେଇବା ପାଇଁ ଆଉ କଣ ଦରକାର ପଡିବ ନା ଆମକୁ ବ୍ୟାଙ୍କ ଆକାଉଣ୍ଟରେ ବି ଆମେ ପଇସା ପଠେଇ ପାରିବା ଜଣଙ୍କର ଫୋନ ପେ ସିଏ କରିନାହିଁ ଆମ ପାଖରେ ଅଛି କିନ୍ତୁ ସିଏ କରିନାହିଁ ତାର କିଛି ବି ମୋବାଇଲ ବ୍ୟାଙ୍କିଙ୍ଗ କିଛି କରିନାହିଁ ତାହେଲେ ଆମେ ତ କଣ କରିବା ତାକୁ ପଇସା ଦବାର ଅଛି ଦବା କେମିତି ଦବା ନା ଆମେ ତାକୁ ଦବା ଏଇ ଅପସନ ରେ ଦବା କୋଉ ଅପସନ ରେ ନା ଟୁ ୟୁପିଆଇ ଟୁ ବ୍ୟାଙ୍କ ଅର୍ ୟୁପିଆଇ ଆଇଡି ଲେଖା ହେଇଛି ହେଲା କି ୟୁପିଆଇ ଆଇଡି ତମକୁ କହିଦେଇଛି କଣ ଯଦି ୟୁପିଆଇ ଆଇଡି ଜାଣିଥିବ ପକେଇକି ଦେଇପାରିବ ଏବେ ଟୁ ବ୍ୟାଙ୍କ ରେ କେମିତି ଦବା ତ ବ୍ୟାଙ୍କକୁ ଆମେ ଯିବା ତା ଭିତରେ ପଶିବା ତାକୁ ଟଚ୍ କଲି ମୁଁ ପଶିଲା ପରେ କଣ କରିବା ନା ମୋର ଏଇଟା ଅଲରେଡି ମୋର ଆଗରୁ ଏଡ ହେଇକି ଅଛି ସେଥିପାଇଁ ଦେଖଉଛି ନହେଲେ ଏଠି ଦେଖେଇବନି ଯୋଉମାନଙ୍କର ନୂଆ କେବଳ ଏଇ ଜିନିଷ ଟା ଦେଖେଇବ ଗୋଟେ ପ୍ଲସ ଚିହ୍ନଟା ଯୋଉଟା ଦେଖଉଛି ମାନେ ଆମେ ଆଡ କରିବା ପ୍ଲସ ଚିହ୍ନ ମାନେ ଆମେ ଆଡ କରିବା କଣ ଆଡ କରିବା ନା କାହାକୁ ଆମେ ପଇସା ଦବା ସେ ତାକୁ ଆମେ ଆଡ କରିବା ହେଲା କି ତ କେମିତି ଆଡ କରିବା ତା ଉପରେ ମୁଁ ଟଚ କଲି ଜଷ୍ଟ ଯାହା ଆମେ ଯୋଉଠି କରିବା ତାକୁ ଟଚ୍ କରିବାର କିଛି ନାହିଁ ଟଚ୍ କଲା ପରେ ସେ ଦେଖଉଛି ଫାଷ୍ଟ ଯେ ବ୍ୟାଙ୍କ ସିଲେକ୍ଟ କର କୋଉ କୋଉ ବ୍ୟାଙ୍କ କୁ ଦବାର ଅଛି ତମର କୋଉ ବ୍ୟାଙ୍କ କୁ ଦବାର ଅଛି ସେ ବ୍ୟାଙ୍କ ସିଲେକ୍ଟ କର ତ ଏଠି ଗୋଟେ ବ୍ୟାଙ୍କ ଅଛି ଏଠି ଗୋଟେ ଏଟା ଗୋଟେ ବ୍ୟାଙ୍କ ଅଛି ଇଏ ଗୋଟେ ବ୍ୟାଙ୍କ ଇଏ ଗୋଟେ ବ୍ୟାଙ୍କ ଇଏ ଗୋଟେ ବ୍ୟାଙ୍କ ଇଏ ଗୋଟେ ବ୍ୟାଙ୍କ ଅଛି ଆହୁରି ବି ବ୍ୟାଙ୍କ ଅଛି ହେଲା ସବୁ ବ୍ୟାଙ୍କ ଗୁଡାକ ଆମକୁ ସେ
ଶୋ କରିବ ତଳକୁ 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 ଆସ। ତଳକୁ ଆସ ଦେଖ ଦୁନିଆରେ ଯେତେ ବ୍ୟାଙ୍କ ଅଛି ସବୁ ବ୍ୟାଙ୍କ ଅଛି। ଯୋଉ ବ୍ୟାଙ୍କକୁ ଆମେ ଦବା ସେଇ ବ୍ୟାଙ୍କକୁ ଆମେ ଜଷ୍ଟ ସିଲେକ୍ଟ କରିବାର ଅଛି ହେଲା ସିଲେକ୍ଟ କେମିତି କରିବା ଯଦି ଆମେ ପାଉନେ ଆମ ବ୍ୟାଙ୍କ ଟା ଆମେ ଏଇଠି କଣ କରିପାରିବା ଆମେ ଏଇ ସର୍ଚ୍ଚ ରେ ଲେଖିପାରିବା ସେ ବ୍ୟାଙ୍କର ନା ଲେଖିଦେଲେ ବି ସେଇଟା ଆସିଯିବ ବୁଝିହେଲା। ତ ଯଦି ଆମର ତ ମ୍ୟାକ୍ସିମମ୍ ଥାଏ କଣ ମ୍ୟାକ୍ସିମମ୍ ଥାଏ ଷ୍ଟେଟ ବ୍ୟାଙ୍କ ଥାଏ ଏଠି ପ୍ରଥମରେ ଷ୍ଟେଟ ବ୍ୟାଙ୍କ ଦେଇଦେଇଛି ତାହେଲେ ଆମେ ଷ୍ଟେଟ ବ୍ୟାଙ୍କ କୁ ଟଚ୍ କଲେ ଯଦି ଆମକୁ ଷ୍ଟେଟ ବ୍ୟାଙ୍କ ରେ ଦବାର ଅଛି ତାହେଲେ ପ୍ରଥମେ ଆମକୁ କଣ ମାଗିଛି ତାପରେ ଯେତେବେଳେ ଆମେ ଏଣ୍ଟ୍ରି କରି ଆସିଲେ କଣ ଦେଖିଲେ ଆମକୁ ନା ଆମକୁ ଦେଖଉଛି ଆକାଉଣ୍ଟ ନମ୍ବର ଦେଖଉଛି ପକେଇବା ପାଇଁ ଆଉ ଥରେ କନଫର୍ମ ଆକାଉଣ୍ଟ ନମ୍ବର ଦେଖଉଛି ମାନେ ସେଇ ଯୋଉ ଆକାଉଣ୍ଟ ନମ୍ବର ଦେଇଥିବା ସେଇଟାକୁ ପୁଣି ଆଉ ଥରେ ଦବା ସେଇଟା ହେଲା କନଫର୍ମ ଆକାଉଣ୍ଟ ନମ୍ବର ଆକାଉଣ୍ଟ ନମ୍ବର କନଫର୍ମ ଆକାଉଣ୍ଟ ନମ୍ବର ଯୋଉଟା ଦେଇଥିବା ସେଇଟାକୁ ଆଉଥରେ ଦେଇ କନଫର୍ମ କରିବା ଠିକ ଆମେ ଦେଇଛେ ବୋଲି ହେଲା। ତାପରେ ଆଉ କଣ ନା ଗୋଟେ ଆଇ ଏଫ ସି କୋଡ ଥାଏ ସବୁ ବ୍ୟାଙ୍କରେ ଆଇ ଏଫ ସି କୋଡ ଥାଏ। ଆଉ 11ଟା ନମ୍ବର ଥାଏ ହେଲା କି ତ ସେଇଟା କୋଉଠି ଥିବ ନା ସେଇଟା ପାସବୁକ୍ ଉପରେ ଲେଖା ହେଇଥିବ ଯୋଉ ବ୍ୟାଙ୍କର ଆକାଉଣ୍ଟ ସେଇ ବ୍ୟାଙ୍କର ପାସବୁକ ରେ ଲେଖା ହେଇଥିବ ହେଲା କି ସେଟା ଆମେ ଦେଇଦେଲେ ତାପରେ ଆକାଉଣ୍ଟ ହୋଲ୍ଡର ନେମ୍ ଆକାଉଣ୍ଟ ହୋଲ୍ଡର ନେମ୍ ଯାହା ଥିବ ତୁମେ ସେଟା ଦେଇପାରିବ ତା ନାଁ ଟା ଏଠି ଲେଖିପାରିବ ହେଲା। ଆଉ ଏଇ ଜିନିଷ ଟା ଦବା ଦରକାର ନାହିଁ ଏକ୍ସଟ୍ରା ଦେଲେ ଏଇ ନାଁ ଟା ଶୋ କରିବ ମାନେ ତାର ଜଣଙ୍କର ଡାକ ନାଁ ଯଦି ଅଛି ଦେଇପାରିବ ତ ସେଇଟା ରିକ୍ୱାର୍ଡ ନାହିଁ ଯୋଉଟା ତାର ନାଁ ଅଛି ସେ ଗୋଟେ ହିଁ ଦିଅ ଏଇଟା ଦବା କିଛି ଆବଶ୍ୟକ ନାହିଁ। ପଜଲ ହେଇଯିବ ଦିଟା ନାଁ ହେଲେ ହେଲା କି ସରିଲା ତ ଏତିକି ସବୁ ଆମେ ଦେଇଦେଲେ ଦେଇ ସାରିଲା ପରେ କଣ ହବ ଏତିକି ଦେଇ ସାରିଲା ବେଳକୁ ଏଇଟା ଇନଏକ୍ଟିଭ ଯୋଉ ଅଛି ଏଇଟା କନଫର୍ମ ଟା ଇନଏକ୍ଟିଭ ଅଛି। ଏଠି ଏବେ ଛୁଇଁଲେ କିଛି କାମ କରିବନି କିନ୍ତୁ ଏତିକି ଦେଇ ସାରିଲା ପରେ ସେଇଟା ଏକ୍ଟିଭ ହେଇଯିବ ଅଟୋମେଟିକ ଏକ୍ଟିଭ ହେଇଗଲା ପରେ ତା ଉପରେ ଆମେ ଛୁଇଁଦବା ଛୁଇଁ ଦେଲେ କଣ ହବ ନା ଛୁଇଁ ଦେଲେ ସେ ଆକାଉଣ୍ଟ ଟା ଆଡ ହେଇଯିବ ଆଡ ହେଇଗଲେ କଣ ହବ ଆକାଉଣ୍ଟ ଆଡ ହେଇଗଲା ପରେ ଆକାଉଣ୍ଟ ଆଡ ହେଇଗଲା ପରେ ଆମେ ଏଇ ଜାଗାରେ ଶୋ କରିବୁ ଆକାଉଣ୍ଟ ଏଇଠି ଯେମିତି ସବୁ ଶୋ କରୁନି କି ଆକାଉଣ୍ଟ ଗୁଡାକ ଇଏ ଗୋଟେ ଆକାଉଣ୍ଟ ସୋ କରୁଛି ଇଏ ଗୋଟେ ସୋ କରୁଛି ଇଏ ଗୋଟେ ସୋ କରୁଛି ସେମିତି ଯିଏ ଆଡ ହେଇଯିବ ଏଇ ଲିଷ୍ଟ ଭିତରେ ଦେଖେଇବ ଏଇ ଲିଷ୍ଟ ଭିତରେ ଦେଖିଲେ କଣ ହବ ଏଇ ଲିଷ୍ଟ ଭିତରେ ଦେଖିଲେ ଆମେ ଯାହାକୁ ପଇସା ପଠେଇବା ଆମେ ତାକୁ ଜଷ୍ଟ ଟଚ୍ କରିବା ହେଲା କି ସପୋଜ ଏଇଟାକୁ ମୋର ଏସ୍ ବି ଆଇ ଗୋଟେ ଅଛି ମୋର ଏଇଟାକୁ ମୁଁ ଟଚ୍ କରୁଛି ହେଲା ଟଚ୍ କଲି ଟଚ୍ କଲା ପରେ ସେ ଆମକୁ ମାଗୁଛି ଏଇଠି ଏଣ୍ଟର ଆମାଉଣ୍ଟ ଏଇଠି ମାଗୁଛି ଏଣ୍ଟର ଆମାଉଣ୍ଟ ତ ସେଇଟା ଆମେ ଯେତେବେଳେ ଟଚ୍ କରିଦବା ଏମିତି 1 2 3 4 ଆସିଗଲା ଆସିଗଲା ପରେ ଆମେ ଏଇଠି ପକେଇବା ଆମାଉଣ୍ଟ କେତେ ହେଲା ଆମାଉଣ୍ଟ କେତେ ପକେଇ ଦେଇକି କଣ କରିବା ନା ଏଇ ଯୋଉ ଜାଗାଟା ଅଛି ଏଇ ଚିହ୍ନଟା ଇନଏକ୍ଟିଭ ଅଛି ଏଇଟା ଆକ୍ଟିଭ ହେଇଯିବ ଆକ୍ଟିଭ ହେଇଗଲେ ଆମେ ସେଇଠି ଟଚ୍ କରିଦବା ଟଚ୍ କରିଦେଲେ ତାପରେ କଣ ଆସିବ ସେମ୍ ବାକି ସେତେବେଳେ ଯେମିତି ପାସୱାର୍ଡ ମାଗିଥିଲା ଆମର ଯୋଉ ପିନ୍ ମାଗିଥିଲା ସେ ପିନ୍ ଟା ସିଏ ମାଗିବ ଆଉଥରେ ଏମ ପିନ୍ ମାଗିବ ହେଲା ସେ ପିନ୍ ଟାକୁ ଆମେ ଆଉଥରେ ପକେଇଦବା ସେଇଠି ପକେଇଦେଲା ପରେ ସେ ଯୋଉ ଠିକ ଚିହ୍ନ ତଳେ ଆସିବ ସେ ଠିକ ଚିହ୍ନରେ ଛୁଇଁଦବା ଛୁଇଁଦେଲେ ସେ ତାର ପଳେଇବ ଇଏ ହେଲା ପ୍ରୋସିଡିୟର ବୁଝିହେଲା ତ ଆମେ ଏଇଟାକୁ ପଠେଇ ପାରିବା କୋଉଠିକି ପଠେଇ ପାରିବା ନା ଆମର ଯେକୌଣସି ବ୍ୟାଙ୍କ ଆକାଉଣ୍ଟକୁୁ ବି ଆମେ ପଠେଇ ପାରିବା ତାଙ୍କର ଫୋନ ପେ ଥାଉ ବା ନଥାଉ ହେଲା ବାକି ଆଉ ଗୋଟେ ଅପସନ ଅଛି କଣ ନା ଆଉ ଗୋଟେ ଅପସନ ଅଛି ଆଉ ଗୋଟେ ଅପସନ ଅଛି ଟୁ ସେଲ୍ଫ ଆକାଉଣ୍ଟ ଗୋଟେ ଅଛି ହେଲା କି ଟୁ ସେଲ୍ଫ ଆକାଉଣ୍ଟ କଣ ନା ଟୁ ସେଲ୍ଫ ଆକାଉଣ୍ଟ ହଉଛି ଆମ ନିଜ ଆକାଉଣ୍ଟକୁୁ ପଠେଇବା ଏଠି ଆଉ ଲୋକଙ୍କ ପାଖକୁ ଯିବାର ନାହିଁ ଆମର ଗୋଟେ ଆକାଉଣ୍ଟ ରେ ଅଛି ଆଉ ଗୋଟେ ଆକାଉଣ୍ଟକୁ ପଠେଇବା ପାଇଁ ଚାହୁଁଛେ ହେଲା ତ ସେଇଟା କଣ କରିବା ନା ଆମେ ସିମ୍ପଲ ତା ଉପରେ ଟଚ୍ କରିବା ଟଚ୍ କଲେ କଣ ହବ ସେ ଏଠି ଆକାଉଣ୍ଟ ସବୁ ଦେଖେଇଲା ମୋର ଯାହା ଯାହା ଆକାଉଣ୍ଟ ଅଛି ଦେଖଉଛି ମୁଁ ଯୋଉ ଆକାଉଣ୍ଟକୁ ଦେବି ଜଷ୍ଟ ସେଇ ଆକାଉଣ୍ଟ ଟାକୁ ମତେ ସିଲେକ୍ଟ କରିବାର ଅଛି ଟଚ୍ କରିବି ହେଲା କି ଟଚ୍ କରିଦେଲେ କଣ ହବ ନା ସେଇ ଆକାଉଣ୍ଟକୁ ପଳେଇବ ସପୋଜ ଫାଷ୍ଟ ଏସ୍ ବି ଆଇ ର ଲାଷ୍ଟ କୁ ଅଛି 0897 ମୁଁ ଏଇଟାକୁ ପଠେଇବି ପଠେଇଲା ପରେ ସେ ମତେ ମାଗୁଛୁ ଏମାଉଣ୍ଟ ଲେଖ ମୁଁ ଏମାଉଣ୍ଟ ଲେଖିଦେଲି ଏମାଉଣ୍ଟ ଲେଖିଦେଲା ପରେ ସେ ନେକ୍ସଟ ଅଛି କଣ ନା ଏଡ ମେସେଜ ମାନେ କଣ ପାଇଁ ମୁଁ ଦେବି ପେମେଣ୍ଟ ମୁଁ ସେଇଟା ଯାହାବି ପାରିବି ଏଠି ଗୋଟେ ଦେଖିଦେବି ଲେଖିଦେବି ଲେଖିଦେଲା ପରେ କଣ କରିବି ଲେଖିଦେଲା ପରେ ଏଇଠି ଅଛି ଏଇଟା ଆମେ ଲେଖିଦେଲେ ଏଇଟା ଲେଖିଦେଲେ ହେଲା ଲେଖି ସାରିଲା ପରେ ଏଠି ଅଛି ପ୍ରୋସିଡ ଟୁ ପେ ହେଲା ଏ ପ୍ରୋସିଡ ଟୁ ପେ ରେ ଯେତେବେଳେ ମୁଁ ଟଚ୍ କରିଦେବି ସେମ ଜିନିଷ ଆଗକୁ ଯିବ ଯାଇକି ସେ ମତେ ମାଗିବ ୟୁ ପି ଆଇ ପିନ୍ ଟା ଦିଅ ହେଲା ଦେଇଦେଲା ପରେ ସେଠି ତାର ପଳେଇଯିବ ଏଥିରେ ୟୁ ପି ଆଇ ପିନ୍ ମାଗେ କି ନାହିଁ ଟିକେ ଖାଲି ମୁଁ ଦେଖି ଦଉଛି
ଯାହାହେଲେ ଗୋଟେ ଲେଖିଦବା କାହିଁକିନା ସେମ୍ ନିଜ ଆକାଉଣ୍ଟ କୁ ଯାଉଛି ନା ତ ପ୍ରାୟ ମାଗେନି। ପେ ମାଗୁଛି ଯୋଉଠିକି ପଠେଇଲେ ବି ୟୁପିଆଇ ପିନ୍ ମାଗୁଛି ହେଲା। ନିଜ ଆକାଉଣ୍ଟକୁ ଦେଲେ ବି ୟୁପିଆଇ ପିନ୍ ମାଗୁଛି ତେଣୁ ୟୁପିଆଇ ପିନ୍ ଏଠି ଦେଇଦବ। ଯୋଉଟା ଲେଖା ହେଇଛି ଏଣ୍ଟର ୟୁପିଆଇ ପିନ୍ ଏଠି ଲେଖା ହେଇଛି ଯେମିତି ପଠା ହେଇଥିଲା। ତ ଏଠି ଦେଇଦେଲା ପରେ ସେ ତାର ପଳେଇଯିବ ହେଲା। ତ ମୁଁ ବ୍ୟାକ୍ କରି ଆସିବି ମୋର ପଠେଇବାର ନାହିଁ ମୁଁ ଦେଖେଇଦେଲି କେମିତି ଯିବ ଖାଲି ଏଣ୍ଟର ପିନ୍ ଦେଇଦେଲା ପରେ ଏଠି ଯୋଉ ଠିକ ଚିହ୍ନ ଅଛି ଠିକ ଚିହ୍ନ ଦେଇଦେଲେ ସେ ପଳେଇବ ପଇସା ହେଲା। ସେମ୍ ସବୁ ଗୁଡାକ ସେମ୍ ୟୁପିଆଇ ପିନ୍ ଦେଲା ପରେ ବାକି ସବୁ ଜିନିଷ ସେମ୍ ହେଲା। ଆଉ କଣ ରହିଲା? ଆଉ ରହିଲା ଚେକ୍ ବାଲାନ୍ସ ଆମେ ଆମର ବ୍ୟାଙ୍କରେ ବାଲାନ୍ସ ଚେକ୍ କରୁ ବ୍ୟାଙ୍କକୁୁ ଯାଉ ଲାଇନ ରେ ଛିଡା ହଉ ଛିଡା ହେଇକି କୋଉଠି ଟିକେ ବହିଟା ଦେଖନ୍ତୁ ପଇସା ଆସିଲା କି ନାଇଁ କେତେ ପଇସା ଅଛି ସବୁ ଚେକ୍ କରୁ ନା ନାଇଁ ତ ଏଥିରେ କଣ ହବ ଯୋଉ ଏଠି ଆମର ଅଛି କଣ ଏଠି ଅଛି ଚେକ୍ ବ୍ୟାଙ୍କ ବାଲାନ୍ସ ଲେଖା ହେଇଛି। ହେଲା କି ୟା ଉପରେ ଆମେ ଟଚ୍ କରିଦବା ଯେତେଟା ବ୍ୟାଙ୍କ ଆମର ଏଠି ଆମେ ଲିଙ୍କ କରିଛେ ସବୁ ବ୍ୟାଙ୍କର ଆମେ ବାଲାନ୍ସ ଏଇଠି ବସିକି ଦେଖିପାରିବା ଘରୁ ହେଲା। ତାପରେ ଟଚ୍ କଲେ ଟଚ୍ କଲା ପରେ ସପୋଜ ଗୋଟେ ଆକାଉଣ୍ଟ ଏଇଟା ମୁଁ ଚାହିଁବି ଏଇ ଆକାଉଣ୍ଟର ଧରନ୍ତୁ ଦେଖିବା ପାଇଁ ଟୁ ଥ୍ରୀ ଦେଇଦେଲି ମୁଁ ତାର ଯୋଉ ୟୁପିଆଇ ପିନ୍ ଅଛି ମନେ ରଖିବା ପାଇଁ ପଡିବ ପିନ୍ ଟା ମୁଁ କହିଥିଲି ମନେ ରଖିଥିବ ଦେଇଦବ ଦେଇଦେଲା ପରେ ରେ ଟଚ୍ କରିଦବ ଟଚ୍ କରିଦେଲେ ସେ ଦେଖେଇଦବ ଯେ କେତେ ଟଙ୍କା ଆମର ଅଛି ଦେଖେଇଦେଲା ବ୍ୟାଙ୍କ ବାଲାନ୍ସ ସକ୍ସେସଫୁଲି ଏତିକି ଟଙ୍କା ସେ ଦେଖଉଛି ବୁଝିହେଲା ଆଁ ତ ଏମିତି ଆମେ ବାଲାନ୍ସ ଚେକ୍ କରିବା ହେଲା। ତ ମେନଲି ଏଇ ଚାରିଟା ହିଁ ଅପସନ ଆମକୁ ସବୁବେଳେ ଦରକାର ପଡିବ ଆମେ ୟୁଜ୍ କରିବା ପାଇଁ ଆଉ ଏଇ ଯୋଉ ସବୁ ଅଛି ଏକ୍ସଟ୍ରା ଜିନିଷ ମୋବାଇଲ ରିଚାର୍ଜ କେମିତି ହବ ଡିଟିଏଚ୍ ରିଚାର୍ଜ ହବ ଇଲେକ୍ଟ୍ରିସିଟି ବିଲ୍ ପେମେଣ୍ଟ ହବ କ୍ରେଡିଟ୍ କାର୍ଡ ଯାହାର ଥିବ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ ହବ ରେଣ୍ଟ ପେମେଣ୍ଟ ହବ ଆମର ଲୋନ ପେମେଣ୍ଟ ହବ ଗ୍ୟାସ ର ଯଦି ସିଲିଣ୍ଡର ଆଣିବା ଗ୍ୟାସ୍ ସିଲିଣ୍ଡର ତା ପେମେଣ୍ଟ ହବ ସି ଅଲ୍ କରିଦେଲେ ସି ଅଲ ରେ ଆହୁରି ଦେଖିବ କଣ କଣ ତ ଭେରିୟସ ସର୍ଭିସ ଏଠି ଅଛି ଗୁଡାଏ ସର୍ଭିସ ହେଲା କି ତ ସବୁଗୁଡାକ ଆମେ ଏଠି ୟୁଜ କରିପାରିବା ବୁଝିହେଲା। ୱାଟର ବିଲ୍ ଇଲେକ୍ଟ୍ରିକ ବିଲ୍ ବୁକ୍ ସିଲିଣ୍ଡର ପୋଷ୍ଟପେଡ୍ ବ୍ରଡବ୍ୟାଣ୍ଡ ଏଜୁକେସନ ଫି ରେଣ୍ଟ ପେମେଣ୍ଟ ଏ ସବୁ ଅଛି କିନ୍ତୁ ଆମକୁ ଏସବୁ ଜିନିଷ ମେନ୍ ଜିନିଷ ନୁହେଁ ଆମର ମେନ୍ ଜିନିଷ ହେଲା ଯେ ଆମେ କେମିତି କାହାକୁ ପଇସା ପଠେଇବା ହେଲା ଆଉ ଯଦି ନିଜର ରିଚାର୍ଜ କରିବାର ଅଛି ମୋବାଇଲ ରିଚାର୍ଜ କୁ ଯିବ ଯାଇକି ରିଚାର୍ଜ କରିଦବ ହେଲା ଇଏ ହଉଛି ଜିନିଷ ଫାଷ୍ଟଟ୍ୟାଗ ପେମେଣ୍ଟ ଏଠି ଅଛି ଫାଷ୍ଟଟ୍ୟାଗରେ ଯୋଉ ଗାଡି ସବୁ ଯାଉଛି ବାହାରକୁ ଟୋଲ ଗେଟ ରେ ସବୁ ଆଉ ପଇସା ନଉନାହାନ୍ତି ସବୁ କାର୍ଡ ରେ ପେମେଣ୍ଟ ନଉଛନ୍ତି ସେ କାର୍ଡ ଟାକୁ ଏଇଥିରୁ ବି ଆମେ ପେମେଣ୍ଟ କରିପାରିବା କାର୍ଡରେ ବାଲାନ୍ସ ରହିଲେ ତାପରେ ସେଠି ପେମେଣ୍ଟ ହବ ହେଲା ଏଇ ହେଲା ଜିନିଷ ତ ଫୋନ ପେ ରେ ଆମେ ପୁରା ଜାଣିଗଲେ କଣ କଣ ଅଛି ହେଲା ଆଉ ଆଉ ଗୋଟେ ଜିନିଷ ଯେ ଆମେ ସ୍କାନ କରିକି ପେମେଣ୍ଟ କରୁ ହେଲା କି ଏତିକି ପେମେଣ୍ଟ ଗଲା ଆଉ ଗୋଟେ ଜିନିଷ ଅଛି କଣ ସ୍କାନ କରି ପେମେଣ୍ଟ କରୁ ଏଇ ଯୋଉ ଚିହ୍ନଟା ଅଛି ଉପରେ ଦେଖି ହେଲା ଏଇ ଚିହ୍ନଟା ହେଲା କି ତ ଏଇ ଚିହ୍ନଟା ଯୋଉ ଅଛି ଏଇ ଚିହ୍ନ ଉପରେ ଆମେ ଟଚ କରିବା ହେଲା କି ଟଚ୍ କଲା ପରେ କଣ ହବ ଆମର କ୍ୟାମେରା ଟା ଓପନ ହେଇଯିବ କ୍ୟାମେରା ଓପନ ହେଇଗଲେ ଯାହାର ସବୁ ଦୋକାନ ରେ ଅଛି ଦେଖିଥିବ ଏବେ ବାରକୋଡ ସମସ୍ତେ ରଖୁଛନ୍ତି ସ୍କାନ କରିବା ପାଇଁ ପେଟ୍ରୋଲ ପମ୍ପ ପାଖରୁ ଆରମ୍ଭ କରି ଚାରିଆଡେ ତାଙ୍କର ସେଇ ବାରକୋଡ ଟାକୁ ଆମ ଏଇ କ୍ୟାମେରା ଟା ଯାଇକି ଖାଲି ଦେଖେଇଦବା ଟିକେ ହେଲା କି ଦେଖେଇଦେଲେ କଣ ହବ ନା ସିଏ ଅଟୋମେଟିକାଲି ତାଙ୍କ ଡିଟେଲ୍ସ ବାହାରି ପଡିବ ଯେମିତି ମୋବାଇଲ ନମ୍ବର ପକେଇଲେ ତାଙ୍କ ଡିଟେଲ୍ସ ବାହାରିଲା ସେମିତି ଏଠି ସ୍କାନ କରିଦେଲେ ତାଙ୍କ ଡିଟେଲ ସବୁ ବାହାରି ପଡିବ ବାହାରିଲା ପରେ କଣ କରିବା ସିମ୍ପଲ ଆମେ ସେଇଠି ପଇସାଟା ଆମାଉଣ୍ଟ କେତେ ଦବା ଲେଖିଦବା ଲେଖିଦେଇ କଣ ପାଇଁ ଦେଲେ ଯଦି ଲେଖିବା ଲେଖିଦେଲା ପରେ କଣ କରିବା ଲେଖିଦେଲା ପରେ ଆମର ୟୁ ପି ଆଇ ପିନ୍ ମାଗିବ ଦେଇଦବା ଦେଇଦେଲେ ତାର ପେମେଣ୍ଟ ହେଇଯିବ ତ ସିଏ ଗୋଟେ ସ୍କାନ ପେମେଣ୍ଟ ଗୋଟେ ରହିଛି ହେଲା ବାକି ଆଉ ଏସବୁ ଜିନିଷ କିଛି ତଳେ ରହିଛି ଏସବୁ ଏକ୍ସଟ୍ରା ଜିନିଷ ଆମକୁ ଏତେଟା ଦରକାର ନାହିଁ ସେଥିପାଇଁ ବହୁତ ଜିନିଷ ଏଠି ଅଛି ବୋଲି ଲୋକ ସବୁ ବିଶେଷ କରି ୟୁଜ କରନ୍ତି କାହାକୁ ନା ଫୋନ ପେ କୁ ତ ଏଇ ସବୁ ଜିନିଷ ଅଛି ଗୁଡାଏ ହେଲା ତ ଇଏ ହଉଛି ଟୋଟାଲ ଆମର ଫୋନ ପେ ର କମ୍ପ୍ଲିଟ ଜିନିଷ ୟାକୁ ସବୁ ନୋଟ କରିନିଅ ମନେ ରଖ କୋଶ୍ଚିନ ସବୁ ଆ ଉପରେ ଆସିବ ନେକ୍ସଟ ଡେ କାଲି ହେଲା
କୋଡଟା ଆପଣ କହିଲେ ସେଇ ପିନକୋଡ ଟା ଆମେ